ओम नमो भगवते वासुदेवाय। सप्तम स्कंध। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं हयते गिरिं यत्कृपातमहं वन्दे परमानन्दमाधवम्। निगमं कल्पतरुगलितं फलं सुखमुखादमृतद्रवसंयुक्तं पिबत भागवतं रसमालयं मुहुरहुरसिका भुवि भावुकाः। प्रथमोऽध्यायो। श्रीशुक उवाच। एबे हो शृण नृपमणि हरिचरित सुधावाणी। जन्म वासना कर्म फले प्राणी भुजन्ति महितले। सप्तम स्कन्धे भागवते कहिबा शुण एकचिते। कर्म वासना रूप धरी बेनि प्रकारे से संचरी। शुभ शुभ बेनि पदे प्रकाश करे हेतु भेदे। महत अपमान कोपे जानती से आपना समीपे। पुणी मागंती अनुग्रहे जे कर्म शुभ फल वहे। शुण कहिबा प्रिय भावे जे जहि जे मंत प्रस्तावे। वैकुंठे हरिद्वार पाले जय विजय महाबले। से दुई भाई हरिद्वारे खटंती सेवा अनुसारे। तपी मानक कोप फले जन्मिले असुरंक कूले। ब्राह्मणे अपराध करी जन्म लभिले देह धरी। असुर वंशे अवतार हिरण्यकशिपु कुमार। से प्रहलाद नर देहे नारद मुनि अनुग्रहे। श्रीकृष्ण चरण कमले निश्चले भजी जोग बले। जन्म वासना हेतु धरी विष्णु भक्ति हेतु करी। विष्णु भक्त होई जेबे भक्ति करे सेहि भावे। ताहाकु रखे भगवान न सहे भक्त अपमान। जय विजय बेनि भाई असुर कूले जन्म होई। हरिंकी अपराध कले तृतीय जन्मे निस्तरिले। एणु पंडित प्राणी माने मागंती अनुग्रह ध्याने। यत्न करिण निरंतरे आत्मा को आपणे उधारे। ए भाव मुनि गण चिंती भवसागरु तरी जाती। ए आदि ग्रंथे तोते कही शुण परीक्ष मन देई। असुर कूले देह बही जय विजय बेनि भाई। विष्णु बैरी निरंतरे स्वभावे असुर व्यवहारे। ताहांक कूले प्रहलाद हरिचरित मध्ये भेद।
ଏ ପିତା ପୁତ୍ର ମଧ୍ୟ ଗତେ ଗୁଣ ବାସନା ଅନୁମତେ ମହାନ୍ତ କୋପ ଅନୁଗ୍ରହେ ବାସନା ଭେଦ ଏ ସଂଶୟେ ବାସନା ବଳେ କର୍ମ ଜାତ ହରଇ ପ୍ରାଣୀଙ୍କର ଚିତ ଏ ପଞ୍ଚ ପ୍ରସ୍ତାବ କାରଣ ଧର୍ମ ନିୟମ କଥା ଶୁଣ ପ୍ରଥମ ଅଧ୍ୟାୟରେ ପ୍ରସ୍ତାବ କହିବା ପିତା ପୁତ୍ର ଭାବ ହିରଣ୍ୟ କଶିପୁ କୁମାର ବିଷ୍ଣୁ ଭକତ ମଧ୍ୟେ ବର ବ୍ରାହ୍ମଣ ସାପେ ବେନି ଭାଇ ଅସୁର ରୂପେ ଜନ୍ମ ହୋଇ ଇନ୍ଦ୍ରର ଅର୍ଥେ ଭଗବାନ ଅସୁର କରିବେ ନିଧନ ଏଣୁ କଶ୍ୟପ ଗୃହ ନାରୀ ସେ ଦିତି ମନେ କୋପ କରି ପୁତ୍ରଙ୍କ ମରଣ ବିଶ୍ୱାସେ ନିର୍ଘାତ ରବେ 10 ଦିଶେ ଏମନ୍ତେ ମୁନି ବାକ୍ୟ ଶୁଣି ବୋଲେ ସାନନ୍ଦେ ନୃପମଣି ପରୀକ୍ଷିତ ବାଚ ଭୋ ମୁନି ଶୁଣ ମୋ ବଚନ ଯେ ହରି ସର୍ବ ଘଟେ ସମ ପ୍ରିୟ ସୁହୃଦ ପ୍ରାଣୀଙ୍କର ବିଶେଷ ଶରଣ ସୋଦର ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ ନିର୍ଦ୍ଦୟେ ଅସୁର ସଂହାରେ ବିଷମ ମତ ଏହାଙ୍କର ଯେ ହରି ଭକତ ସୋଦର ସୁର ଗୁଣଙ୍କ ନିମିତ୍ତରେ ନିଷ୍ଠୁର ପ୍ରାୟ କର୍ମ କରେ ଯେ ହରି ସର୍ବଜୀବପତି ସେ କିମ୍ପା ବିଚାରେ ଅନୀତି ଅଶେଷ ଜନ୍ତୁ ହୃଦେ ଥାଇ ଅନ୍ତର ସମସ୍ତ ଦେଖଇ ଆତ୍ମାର ନିସ୍ତାରଣ କରେ ସେ କିମ୍ପା ଭେଦକୁ ବିଚାରେ ଦେବ ଅସୁର ତାର ଦେହି ସମ ବିଷମ ତାର ନାହିଁ ସ୍ୱଭାବେ ତ୍ରିଗୁଣ ଶରୀର ସେ ନିରଞ୍ଜନ ନିରାକାର ନିର୍ଗୁଣ ସତ୍ୟ ବେଦପତି ସକଳ ଭୂତେ ତାର ସ୍ଥିତି ଏଣୁ ଗୋବିନ୍ଦ ଗୁଣ କର୍ମେ ସଞ୍ଚୟେ ମୋର ମତି ଭ୍ରମେ ପୂଜଇ ଚରଣେ ତୁମ୍ଭର ମୋର ସଂଶୟ ଦୂର କର। ଶ୍ରୀଶୁକ ଉବାଚ ଭୋ ନୃପ ତୋର ସାଧୁ ବାଣୀ ତୁ ଯେ ପଚାରୁ ପରିମାଣି ଅଦ୍ଭୁତ ବିଷ୍ଣୁର ମହିମା କେ ଜାଣି ପାରେ ଗୁଣ ସୀମା ଏ ଗ୍ରନ୍ଥ ଭାଗବତେ ପୁଣ ଏ ବିଷ୍ଣୁ ଭକତି ଲକ୍ଷଣ ପରମ ପୂଜ୍ୟ ହେତୁ ବାଣୀ ଯେ ଶୁଣେ ଯେ ବା ମୁଖେ ଭଣି ନାରଦ ଆଦି ମୁନି ଗଣେ ଯାହା ଭଜନ୍ତି ଅନୁକ୍ଷଣେ ବ୍ୟାସ ଚରଣେ ସେବି ମୁହିଁ କହିବି ଯାହା ମୁଁ ଜାଣଇ ସେ ହରି ସ୍ୱଭାବେ ନିର୍ଗୁଣ ପ୍ରକୃତି ପରମ କାରଣ ସ୍ୱଭାବେ ସର୍ବଗୁଣ ପର ବ୍ରହ୍ମା ଶଙ୍କରେ ଅଗୋଚର
ସେ ମାୟା ଗୁଣ ଆଶ୍ରୟ କରି ବିଧି ବ୍ୟାଧିକ ରୂପ ଧରି ସେ ସତ୍ୱ ରଜତମ ଗୁଣ ପ୍ରକୃତି ଏହାଙ୍କ ପ୍ରମାଣ ଆତ୍ମାର ଗୁଣ ଏ ନୁହନ୍ତି ପ୍ରକୃତି ରୂପେ ପ୍ରକାଶନ୍ତି ଉଦୟ ହସ୍ତ ଏକାବେଳେ ନୁହନ୍ତି ସୂଚି ସଙ୍ଗ ମେଳେ ସୃଷ୍ଟି ପାଳନ କାଳେ ହରି ସତ୍ୱଗୁଣକୁ ଆଶ୍ରୟ କରି ଦେବତା ଋଷି ରୂପ ହୋଇ ସ୍ୱଧର୍ମେ ସୃଷ୍ଟିକୁ ପାଳଇ ରଜଗୁଣକୁ ଆଶ୍ରୟ କରି ଅସୁର ଗଣକୁ ନିସ୍ତାରି ଯକ୍ଷ ରାକ୍ଷସ ତମ ଗୁଣେ ଭଜଇ କାଳର ପ୍ରମାଣେ ଜ୍ୟୋତି ଆକାଶେ ପ୍ରକାଶଇ ବିଚାରେ କାହିଁ ନ ମିଳଇ କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ ଜଳେ ବାୟୁ ସଂସାର ସ୍ଥାନେ ଆକାଶ ଯେହ୍ନେ ଜଳ ଘଟେ ତେମନ୍ତେ ରୂପେ ସେ ପ୍ରକଟେ ମାୟାରେ ନାନା ରୂପ ହୋଇ ସେ ମାୟା ତାକୁ ନ ଲାଗଇ ଏହା ବିଚାରି ମୁନି ଜନେ ଆତ୍ମାକୁ ଆତ୍ମା ଅନୁମାନେ ସଂଶୟ ନ କରନ୍ତି ମନେ ହରି ବିଷୟ କ୍ରୀଡ଼ା ସ୍ଥାନେ ସେ କାଳେ ମାୟା ଯୋଗ ଅର୍ଥେ ପୁରୁଷ ଜୀବ ଏହି ମତେ ରଜଗୁଣରୁ ସୃଷ୍ଟି ସକରେ ସତ୍ୱରେ ବ୍ରହ୍ମ ରୂପ ଧରେ ଦେବାଦି ଯୋନି ଦେହ ମଧ୍ୟେ କ୍ରୀଡ଼ା କରଇ ସେ ଅବାଧେ ରମିବା ଅର୍ଥେ ଭାବଗ୍ରାହୀ ଅଶେଷ ଜନ୍ମରୁ ଦେଶେହି କ୍ରୀଡ଼ାର ଅନ୍ତେ ସେ ଆପଣେ ସୃଷ୍ଟି ସଂହାରେ ତମ ଗୁଣେ ସେ ପୁଣି ସୃଷ୍ଟି କାଳେ ହରି ଜୀବ ପ୍ରକୃତି ରୂପ ଧରି ପ୍ରଧାନ ପୁରୁଷ ଏବେନି ନିମିତ୍ତେ ତାଙ୍କୁ ସଙ୍ଗେ ଘେନି ତାଙ୍କ ଆଶ୍ରୟ ସଙ୍ଗ ମେଳେ ଭିଆଏ ନିମିଷାଦି କାଳେ ସେ କାଳ ହରି ଆଜ୍ଞା ଘେନି ପ୍ରଧାନ ପୁରୁଷ ଏବେନି ଉଭୟ ମତେ ନାନା ଗୁଣ ସୃଜଇ ସଂସାର କାରଣ ସେ ହରି କାଳ ରୂପ ଧରେ ସ୍ୱାସ୍ତିକେ ଦେବଙ୍କୁ ଧରେ ଦେବଙ୍କ ପ୍ରିୟ କର୍ମ କରେ ଅସୁର କୂଳକୁ ସଂହାରେ ଏଣୁ ସେ ପ୍ରଭୁ ଭଗବାନ ନିର୍ଲୋଭ ପ୍ରଭୁ ଉପାଦାନ ରଜତାମସ ଗୁଣ ଯେତେ ତାଙ୍କୁ ସଂହାରେ ଅବିରତେ ଏବେ ହୋ ଶୁଣ ନରନାଥ ବିଷ୍ଣୁ ଚରିତ ଭାଗବତ ତାହାଙ୍କ ମହିମା ବିଶେଷ ଶୁଣ କହିବା ଇତିହାସ ରାଜୁଷି ଯଜ୍ଞ ସଭା ଅନ୍ତେ ଧର୍ମନନ୍ଦନର ଅଗ୍ରତେ ନାରଦ ମୁନି ଯାହା କହି ସେ ସଭା ମଧ୍ୟେ ପାଞ୍ଚ ଭାଇ ଦେବକୀ ନନ୍ଦନର ତୁଲେ ରାଜମୁନିଙ୍କୁ ପଚାରିଲେ
ସେ ସଭା ମଧ୍ୟେ ଧର୍ମ ବୋଳା ଗୋବିନ୍ଦେ ପଶିଲା ସେ ସଭା ମଧ୍ୟେ ଧର୍ମ ବୋଳା ନୟନେ ଅଦ୍ଭୁତ ଦେଖିଲା ଶିଶୁପାଳର ପଞ୍ଚ ପ୍ରାଣ ଗୋବିନ୍ଦେ ପଶିଲା ଶରଣ ସଭାଜନଙ୍କ ଦୃଷ୍ଟି ଆଗେ ଯେହ୍ନେ ବିଜୁଳି କଳା ମେଘେ। ଯୁଧିଷ୍ଠିର ଉବାଚ ଭୋମୁନି ଦୁର୍ଲଭ ଏ କଥା ଶୁଣି ମୋ ମନେ ଗୁରୁ ଗାଥା ଅଷ୍ଟାଙ୍ଗ ଯୋଗେ ମୁନିଗଣ ଚିନ୍ତନ୍ତି ଯାହାଙ୍କ ଚରଣ ଏକାନ୍ତେ ଭକ୍ତି ଯୋଗେ ଚିନ୍ତି ଯା ରୂପ କେହି ନ ଦେଖନ୍ତି ଦେବଦାନବେ ଅଗୋଚର ଯେ ବ୍ରହ୍ମ ନିର୍ତ୍ତ ନିରାକାର ଏ ଦମ ଘୋଷର କୁମାର ସ୍ୱଭାବେ ଦୁଷ୍ଟ ଦୁରାଚାର କୃଷ୍ଣେ ଅନେକ ନିନ୍ଦା କଲା ସେ କିମ୍ପା କୃଷ୍ଣଙ୍କୁ ପାଇଲା ଏ ସଭା ଲୋକ ମଧ୍ୟେ ମୋହି ତୁମ୍ଭର ଛାମୁରେ ପୁଛଇ କହ ହେ କେବଳ କାରଣ ସକଳେ ଶୁଣନ୍ତୁ ପ୍ରମାଣ ବିଷ୍ଣୁଙ୍କୁ ଦୁଷ୍ଟ ସଙ୍ଗ ମେଳେ ଯେବା ନିନ୍ଦନ୍ତି ଜ୍ଞାନ ଭୋଳେ ସେ ପ୍ରାଣୀ ନରକେ ପଡ଼ନ୍ତି ମହାନ୍ତେ ଏମନ୍ତ କହନ୍ତି ସେ ଦମ ଘୋଷ ସୁତ ବାଣୀ ସଭାରେ ଦନ୍ତ ବକ୍ର ଶୁଣି ସେହି ଅନେକ ନିନ୍ଦା କଲା ମୋତେ ତ ସନ୍ଦେହ ଲାଗିଲା ଏବେ ନିଜନେ ନିନ୍ଦା କଲେ ସଭାର ମଧ୍ୟେ ଏକ ତୁଲେ କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ କିମ୍ପା ନ ଗଲେ ଯମକୁଣ୍ଡେ କେବଳ ହେତୁ ବେନିବିରେ ପଶିଲେ କୃଷ୍ଣର ଶରୀରେ ଏବେ ବ୍ରହ୍ମଇ ମୋର ମନ ବନେ ଯେ ସନେ ଋତାସନ କାରଣ କହ ମୁନି ମୋତେ ଶୁଣି ମୁଁ ଯିବଇ ପରତେ ଏମନ୍ତ ରାଜା ବାକ୍ୟ ଶୁଣି ସାନନ୍ଦ ମନେ ବ୍ରହ୍ମ ମୁନି କହନ୍ତି ରାଜାର ଅଗ୍ରତେ ସମସ୍ତେ ଶୁଣନ୍ତୁ ଏମନ୍ତେ ନାରଦ ଉବାଚ ଯାହାର ନିନ୍ଦା ସ୍ତୁତି ଅଥେ ମନୁଷ୍ୟ ଶରୀର ଜଗତେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମଇ ଅବିବେକ ଭାବେ ବଢ଼ଇ ହିଂସା ଅଭିମାନେ ଦ୍ୱନ୍ଦ୍ୱ କୁଟିଳ ଅବଧାନେ ମୁହିଁ ମୋହର ବୋଲି ଜାଣେ ଯାବତ ବସଇ ତ୍ରିଗୁଣେ ମନୁଷ୍ୟ ସ୍ୱଭାବେ ଏମନ୍ତେ ସଂସାର ମଧ୍ୟେ ଛନ୍ତି ଯେତେ ଆତ୍ମାଭିମାନେ ଦେହ ବହି ଲୁବୁଧେ ପ୍ରାଣୀ ବଧ ହୋଇ ସେ ପୁଣି କବଲ୍ୟ ଆସନେ ନଖଟେ ଆତ୍ମା ଅନୁମନେ ହରି ବିଷୟ କଲେ ଯେତେ କୈବଲ୍ୟ ଲଭେ ପ୍ରାଣୀୟନ୍ତେ କେ ଭଜେ ରିପୁ ଅନୁବନ୍ଧେ କେଓ ବା ମିତ୍ର ଭାବ ସାଧେ କେଓ ବା ଭଜେ ତାଙ୍କୁ ଡରେ କେଓ ବା ପ୍ରିୟ ଭାବ କରେ
କେଓବା ସ୍ନେହ ଚିତ ଧରି କେଓବା ରୂପ ଚିନ୍ତା କରି ସେ ସର୍ବଜନେ ଅନ୍ତକାଳେ ପଶନ୍ତି ଚରଣ କମଳେ ନିର୍ତ୍ତୋବହିରି ଭାବେ ଚିନ୍ତି ହରିଙ୍କି ଏମନ୍ତ ଭଜନ୍ତି ନିଶ୍ଚଳ ଯୋଗ ଚିତେ ଧ୍ୟାଇ ଯୋଗିଏ ଲଭିବାର ପାଇଁ ଏ ଭାବ ମୋର ନିର୍ତ୍ତ ମନେ ଏବେ ହୋ ଶୁଣ ସାବଧାନେ ଭ୍ରମର କୀଟ କୀଟ ମାରେ ନେଇସ୍ତା ପଇ ନିଜ ଘରେ ସେ କୀଟ ପ୍ରାଣ ଯିବା କାଳେ ଭ୍ରମର ଦେଖୁଥାଇ ଡୋଳେ ଭ୍ରମର ଯୋଗେ ଭୟେ ମର ତାର ସ୍ୱରୂପ ଅନ୍ତେ ଧରେ ଏମନ୍ତ କୃଷ୍ଣର ବିଷয়ে ମାୟା ମନୁଷ୍ୟ ନିଜ କାଏ ବୈରୀ ପଣେ ତାକୁ ଭଜି ନିର୍ମଳ ହୃଦୟେ ନିମଜି ଏ ଘେନି କାମ କ୍ରୋଧ ଭୟେ ଯେବା ଭଜନ୍ତି ମିତ୍ର ସ୍ନେହେ କୃଷ୍ଣ ବିଷୟ ଚିତ ଦେଇ ଅନେକ ଗଲେ ମୁଖ୍ୟ ହୋଇ ଗୋପନଗରେ ଗୋପୀ ଯେତେ ବିଷ୍ଣୁଙ୍କୁ ଭଜି କାମଞ୍ଚିତେ କଂସ ଯେ ନିର୍ତ୍ତ ଭୟ କଲା ଅନ୍ତେ ସେ ଗୋବିନ୍ଦେ ପଶିଲା କ୍ଷତ୍ରିୟ ଶିଶୁପାଳ ଆଦି କୃଷ୍ଣ ବିଷୟ ହୋଇ ବାଦି ସମ୍ବଧେ କୃଷ୍ଣି ବଂଶ ଯେତେ ଭଜନ୍ତି ଭାତୃ ସ୍ନେହେ ଚିତେ ମୁଁ ତାର ଚରଣ କମଳେ ଭକତି କରଇ ନିଶ୍ଚଳେ ପୂର୍ବେ ବେନି ସତ୍ୟ ଯୁଗେ ନିର୍ତ୍ତ ଭଜିଲେ ଶତ୍ରୁ ଭାବେ ଏଣୁ ହରିଙ୍କି ନାନା ମତେ ଯେ ଭଜି ପାରେ ଦୃଢ଼ ଚିତେ ନିର୍ଭୟେ ଗୋବିନ୍ଦେ ପଶନ୍ତି ଜନ୍ମ ମରଣୁ ନିଶ୍ଚରନ୍ତି ଯେ ଦମ ଘୋଷର କାମିନୀ ତୋହର ମାତାର ଭଗିନୀ ତାର ଉଦରୁ ବେନି ବାଳ ଏ ଦନ୍ତ ବକ୍ର ଶିଶୁପାଳ ପୂର୍ବେ ହରିଦ୍ୱାରେ ଥିଲେ ବ୍ରାହ୍ମଣେ ଅପରାଧ କଲେ ଏବେନି ଭାଇ ସହୋଦର ବିଷ୍ଣୁ ସେବକ ମଧ୍ୟେ ବର ଏମାନ୍ତ ଅପରାଧ ଫଳେ ଜନ୍ମିଲେ ଅସୁରଙ୍କ କୂଳେ ବ୍ରାହ୍ମଣେ ଅପରାଧ କଲେ ବ୍ରହ୍ମରୁ ସିଏ ଶାପ ଦେଲେ ଏ ଜନ୍ମେ ମନୁଷ୍ୟ ଶରୀରେ ପୁଣି ମିଳିଲେ ହରିଦ୍ୱାରେ ଯୁଧିଷ୍ଠିର ଉବାଚ ଯେ ହରି ନାମ ଉଚ୍ଚାରନ୍ତି ସର୍ବସଙ୍କଟୁ ସେ ତରନ୍ତି ଯେ ହରିଦ୍ୱାରପାଳ ପଣେ ପାଦେ ସେବନ୍ତି ଅନୁକ୍ଷଣେ ତାହାଙ୍କୁ କେବା ଶାପ ଦେଲା ମୋତେ ତା ସନ୍ଦେହ ଲାଗିଲା ସେ ଯେ ବୈକୁଣ୍ଠପୁରେ ଥାନ୍ତି ସେ ତ ସଂସାରେ ନ ପଡ଼ନ୍ତି ଦେହ ସମ୍ଭବ ଯହିଁ ନାହିଁ ସେ କିମ୍ପା ବହେ ନର ଦେହି ନିର୍ତ୍ତ ହୋଇଲେ ଦୁରାଚାର ଏଣୁ ସଂଶୟ ଜାତ ମୋର ଭୋମୁନି ବନ୍ଦେ ତୋ ଚରଣ
କହ ଏ କେବଳ କାରଣ। ନାରଦ ଉବାଚ ଶୁଣ ରାଜନ ସାବଧାନେ, ଯେ କଥା ବିଷ୍ଣୁର ଭୁବନେ। ବ୍ରାହ୍ମଣ ପୁତ୍ରେ ବେଦବାଦୀ, ସନକ ସନାତନ ଆଦି। ସେ ଚାରି ଭାଇ ଏକ ଦିନେ, ଭ୍ରମନ୍ତି ଏ ତିନି ଭୁବନେ। ପୁଣି ସେ ଅନ୍ତରିକ୍ଷେ ଗଲେ, ବିଷ୍ଣୁର ଭୁବନେ ମିଳିଲେ। ପ୍ରବେଶ ହୋଇ ଦ୍ୱାର ଦେଶେ, ବିଷ୍ଣୁର ଦର୍ଶନ ଲାଳସେ। ଜ୍ୟେଷ୍ଠ ଅଟନ୍ତି ସେହିମାନେ, ମରୀଚି ଆଦି ମୁନି ଗଣେ। 5 ବରଷ ବାଳପୋଏ, ସର୍ବେ ଦିଶନ୍ତି ଏକ ପ୍ରାଏ। ବାଳ ସ୍ୱଭାବେ ଦିଗମ୍ବର, ସ୍ୱଭାବେ ବ୍ରହ୍ମାଙ୍କ କୁମର। ସନକ ଆଦି ମୁନି ଗଣେ, ସେବନ୍ତି ବିଷ୍ଣୁଙ୍କ ଚରଣେ। ତାଙ୍କୁ ବାଳକ ପ୍ରାୟେ ଚାହିଁ, ଜୟ ବିଜୟ ବେନି ଭାଇ। ବାଳକ ଦେଖି ଦ୍ୱାରପାଳେ, ନିଷେଧ କଲେ ତାକୁ ବଳେ। ତାହାଙ୍କ ମନ ହରିପାଦେ, ପଶି ନ ପାରିଲା ପ୍ରମାଦେ। ଦ୍ୱାରପାଳଙ୍କ ମୁଖ ଚାହିଁ, କୋପେ ବୋଲନ୍ତି ଚାରି ଭାଇ। ତୁମ୍ଭେ ତ ଦୁଷ୍ଟ ବେନି ଭାଇ, ଏ ପୁରେ ଥିବା ନ ଯୋଗାଇ। ଏ ପୁର ବୈକୁଣ୍ଠ ଧାମ, ପଶି ନ ପାରେ ରଜତମ। ଏଥେ ନ ଥାଅ ଭାଇ ବେନି, ମର୍ତ୍ତ୍ୟ ଜନ୍ମିବୁ ଦେହ ଘେନି। ଅତି ପାପିଷ୍ଠ ତୁମ୍ଭ ଦେହ, ଅସୁର ଘରେ ଜନ୍ମ ହୁଅ। ଏମନ୍ତ ବିପ୍ର ଶାପ ପାଇ, ପୁରୁଖ ସିଲେ ବେନି ଭାଇ। ଊର୍ଦ୍ଧ୍ୱଚରଣ ଅଧୋମୁଖ, ତକ୍ଷଣେ ଦେଖି ତାଙ୍କ ଦୁଃଖ। ଦୟା ବସିଲା ତାଙ୍କ ଦେହି, ସ୍ନେହେ ବୋଲନ୍ତି ଚାରି ଭାଇ। ଅସୁର ହୋଇ ବେନି ଜନ୍ମ, ନିର୍ତ୍ତୋ କରିବ ଦୁଷ୍ଟ କର୍ମ। ତୃତୀୟ ଜନ୍ମେ ଜାତ ହୋଇ, ଶାପୁତରିବ ବେନି ଭାଇ। ବିଷ୍ଣୁଙ୍କୁ ଚିନ୍ତି ଅପରାଧ, ପୁଣି ଲଭିବ ବିଷ୍ଣୁ ପାଦ। ପ୍ରଥମେ କଶ୍ୟପଙ୍କ ଘରେ, ବେନି ଏ ଦିତିର ଗର୍ଭରେ। ଜନ୍ମିଲେ ହିରଣ୍ୟକଶିପୁ, ହିରଣ୍ୟାକ୍ଷ ଯେ ମହାବପୁ। ଦେବଦାନବ ତାଙ୍କ ପାଦେ, ଖଟନ୍ତି ଅପରାଧୀ ଭାବେ। ହିରଣ୍ୟାକ୍ଷର ଗର୍ବ ଭରେ, ମହିକମ୍ପି ଥରହରେ। ସେ କଷ୍ଟ ହରି ନ ସହିଲେ, ଶୂକର ରୂପକୁ ଧଇଲେ। ଧରଣୀ ଉଦ୍ଧାରଣ ପାଇଁ, ବରୁଣପୁରେ ହେଲେ ଯାଇ। ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର, ଅସୀମ ବଳ ଅଟେ ଯାର। ବରାହ ରୂପ ଦେଖି କୋପେ, ମିଳିଲେ ଗୋବିନ୍ଦ ସମୀପେ। ଅନେକ ଗଦା ଯୁଦ୍ଧ କଲା, ସବଦେ ଭୁବନ କମ୍ପିଲା। ବିଷ୍ଣୁର ଗଦାଘାତ ବଳେ, ପ୍ରାଣ ଛାଡ଼ିଲା ରସାତଳେ। ହିରଣ୍ୟକଶିପୁର ସୁତ,
ପ୍ରହ୍ଲାଦ ଗୋବିନ୍ଦଙ୍କ ଭକ୍ତ ତାକୁ ଅନେକ ଦୁଃଖ ଦେଇ ବିଷ୍ଣୁ ଭଜନ ନ ସହଇ ପୁଣି ସେ ବିଷ୍ଣୁ ଭକ୍ତି ବଳେ ଅଜେୟ ଏ ମହିମଣ୍ଡଳେ ତାକୁ ଅନେକ ଦୁଃଖ ଦେଲା କେବେ ହେ ମାରି ନ ପାରିଲା ନୃସିଂହ ରୂପ ଧରି ହରି ହିରଣ୍ୟ କଶିପୁ ବିଦାରି ଦେବତା ହିତକୁ ସାଧିଲେ ନିଜ ପୁରକୁ ଚଳିଗଲେ ପୁଣି ରାକ୍ଷସ କୂଳେ ଜାତ ବିଶ୍ରବା ଗୃହେ ବେନି ଭ୍ରାତ ନିକଷା ଗର୍ଭେ ହୋଇ ଜନ୍ମ ଅନେକ କଲେ ମନ୍ଦ କର୍ମ ରାବଣ କୁମ୍ଭକର୍ଣ୍ଣ ରୂପେ ତୈଲକ୍ୟ ବଶ କଲେ ଦର୍ପେ ତାହାଙ୍କୁ ରାମ ରୂପେ ମାରି ରାକ୍ଷସ ଜନ୍ମରୁ ଉଦ୍ଧାରି ସେ ରାମ ଚରିତକୁ ସୁଖେ ଶୁଣିଲୁ ମାରକଣ୍ଡ ମୁଖେ ପୁଣି ସେ ମହି ତଳେ ଜାତ ତୋ ମାୟା ଭଗିନୀର ସୁତ ଏବେ ତୋ ଯଜ୍ଞ ସଭା ମଧ୍ୟେ ବିଷ୍ଣୁଙ୍କୁ ନିନ୍ଦେ ଅପ୍ରମାଦେ ବିଷ୍ଣୁର ଚକ୍ରେ ଛିନ୍ନ ହୋଇ ମୋକ୍ଷ ପାଇଲେ ବେନି ଭାଇ ବୈରୀ ଭାବେ ତତ୍ତ୍ୱ ଧ୍ୟାନ ତେଣୁ ପାଇଲେ ତତ୍ତ୍ୱ ଜ୍ଞାନ ତୃତୀୟ ଜନ୍ମେ କ୍ଷୟ ପାଇ ଜୟ ବିଜୟ ବେନି ଭାଇ ପୁଣି ମିଳିଲେ ନିଜପୁରେ ବିଷ୍ଣୁର ବୈକୁଣ୍ଠ ଦୁଆରେ ଯୁଧିଷ୍ଠିର ଉବାଚ ହିରଣ୍ୟ କଶିପୁ କିଂ ପାଇଁ ପୁତ୍ରଙ୍କୁ ଦ୍ରୋହ ଆଚରଇ ଅସୁର ଜାତ ପ୍ରହ୍ଲାଦ କିମ୍ପା ଭଜିଲା ବିଷ୍ଣୁ ପାଦ ବୋଲଇ ଦାସ ଜଗନ୍ନାଥ ନାରଦ ଆଗେ କୁନ୍ତି ସୁତ ସଭାର ମଧ୍ୟେ ପଚାରିଲା ଯେ ଭାଗବତ ବିଷ୍ଣୁ ଲୀଳା ସପ୍ତମ ସ୍କନ୍ଧେ ହରି ବାଣୀ ଶୁଣି ସଂସାରୁ ତର ପ୍ରାଣୀ ଇତି ଶ୍ରୀ ମହାତେ ମହାପ୍ରାଣେ ପାରମହଂସ ସହିତ ଏବ ଶିକ୍ଷା ଏକାଦଶ ସ୍କନ୍ଧେ ଜୟ ବିଜୟ ପ୍ରଶ୍ନ କନ୍ଥନେ ନାମ ପ୍ରଥମ ଅଧ୍ୟାୟ ଓಂ ନମୋ ଭଗବତେ ବାସୁଦେବାୟ।